ଶୀତରେ ଥରୁଛି ସାରା ଓଡ଼ିଶା। ବିଭିନ୍ନ ଜିଲ୍ଲାରେ ତାପମାତ୍ରାର ପାରଦ ହ୍ରାସ ପାଉଥିବା ବେଳେ ସନ୍ଧ୍ୟା ହେଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଶୀତର ପ୍ରକୋପ ସରିବା ସମୟରେ ଅଧିକରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ବିଭିନ୍ନ ଜିଲ୍ଲାରେ ଶୀତର ତାପମାତ୍ରା 10ରୁ 19 ଡିଗ୍ରୀ ରହିଛି, ଯାହାଫଳରେ ବିଭିନ୍ନ ରାସ୍ତା, ଛକ, ଦୋକାନରେ ରାତି 8 ଘଟିକା ପରେ ଜନଶୂନ୍ୟ ହୋଇଯାଉଥିବା ଦେଖିବାକୁ ମିଳୁଛି। ଶୀତ ବଢ଼ି ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଦୈନନ୍ଦିନ ସ୍ୱାଭାବିକ ଜୀବନରେ ଗୋଟିଏ ପରିବର୍ତ୍ତନ ଦେଖାଦେଇଛି। ଯେମିତି ଦେଖୁଛନ୍ତି ବର୍ତ୍ତମାନ ପାରଦ ଯେମିତିକି 16-17 ଡିଗ୍ରୀ ସେଲସିୟସ୍ ରହୁଛି। ସନ୍ଧ୍ୟା 7ଟା ପରେ ପୁରା ଥଣ୍ଡାଟା ବଢ଼ିଯାଉଛି। ଥଣ୍ଡା ପ୍ରକୋପରୁ ଲୋକ ବି ଆସୁନାହାନ୍ତି, ଜନଜୀବନ ପୁରା ଅସ୍ତବ୍ୟସ୍ତ। ରାସ୍ତାରେ ଲୋକ ଯାଏ ଆସ କରିପାରୁନାହାନ୍ତି, ବେପାର ପତ୍ର ପୁରା ଠପ୍। ଏଇଭଳିଆ ଦେଖୁଛନ୍ତି। ଆଉ କ'ଣ 7ଟା ପରେ ପୁରା ଥଣ୍ଡା ତ ବଢ଼ିବାରେ ଲାଗିଛି। ପୁରା 7:30 ପରେ ପୁରା ଦେହ ହାତ ପୁରା ହାତ ଥଣ୍ଡା ହେଇଯାଉଛି ପୁରା। ଆଉ ରାତି ଯେତେ ବଢ଼ୁଛି ସେତେ ଶୀତ ବଢ଼ି ଚାଲିଛି। ଆଉ କ'ଣ ଯାହାଫଳରେ ବିଭିନ୍ନ କ୍ଷୁଦ୍ର ଦୋକାନୀ ଓ ବ୍ୟବସାୟୀମାନେ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବସାୟ କରିପାରୁନଥିବାରୁ ଆର୍ଥିକ କ୍ଷତି ସହୁଛନ୍ତି। ବ୍ୟୁରୋ ରିପୋର୍ଟ, ଉତ୍କଳ ନ୍ୟୁଜ୍ ଲାଇଭ୍।